ଗାଁ କୁ ଆସିବାର ଆ ଭିତରେ ଆମର 4 ଦିନ ବିତିଗଲାଣି। ସମୟ କୁଆଡେ ଗଲା କିଛି ଜଣା ପଡିଲାନି। ଆଉ ଫାଇନାଲି ପଳେଇ ଆସିଲା ସେ ଦୁଃଖର ଦିନ, ମାନେ ବିଦାୟର ବେଳ। ଆଜି ହଉଛି ଭସାଣୀ ଯାତ୍ରା। ଆଉ ଆମ ଗାଁରେ ମା ଆଜି ଆମଠୁ ବିଦାୟ ନେବେ। ପୁଣି ଦେଖାହବ ପୁଣି ନୂଆ ବର୍ଷରେ। ଆଉ ଆପଣମାନଙ୍କ ସହିତ ୟାର ଛୋଟ ଛୋଟ ଭିଡିଓ ମୁଁ ସେୟାର କରୁଛି। ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ ଭିଡିଓଟି ଫୁଲ ୱାଚ୍ କରିବେ। ସକାଳୁ ଛୁଆମାନେ କି ଛତୁଆ କି ପଖାଳ ମାଛ ଭଜା ଏମିତି ଖାଇ ଦେଇଥିଲେ। ଆଜି ବହୁତ ସାରା କୁଣିଆ ଆସିବେ ବୋଲି ବହୁତ ରୋଷେଇ ହଉଥିଲା। ଭାତ, ଡାଲି, ମଟନ। ଆଉ ମଟନର ପରିମାଣ ଦେଖିକି ଆପଣମାନେ ଜାଣିପାରୁଥିବେ। ତ ସ୍ୱାମୀ ଆଜି ମଟନର ଦାୟିତ୍ୱଟା ନେଇଯାଇଥିଲେ। ମୁଁ ଆଜି କହିଲି ସେ ହେଲା ପଟେ ମୁଁ ପଡିବିନି, ଯଦି ଅଳିଆ ହେଇଯିବ ସଇଲା। ଆଉ ମାଛ ଦାୟିତ୍ୱଟି ମତେ ଦିଆହେଇଥିଲା। ମୁଁ ମୋର ମାଛ ଭଜା କରିକି ରଖିଦେଲି। ଆଉ ଆମେ ଟିକେ ଖାଇବାକୁ ବସି ପଡିଥିଲୁ, ଯା ମୁଁ ଆଉ ଜଣେ ଖଣ୍ଡେ। ଏମିତି ଖାଇଦେଇ ସାରିଲା ପରେ ଅଧା ରୋଷେଇ ଆମର ସେ ହୋଇଯାଇଥିଲା। ପୁଣି ଖାଇସାରିଲା ପରେ ଆଉ ଅଧା ରୋଷେଇ କରିଦେଇଥିଲୁ। ଖରା ଏମିତି ଉଦୁଦିଆ ହେଇଯାଇଥାଏ। ମୋ ଯାହା କହିଲା ରୋଷେଇ ସରିଲାଣି ବାପା, ଆମେ ଦି ଯାଇକି ଛୁଆଙ୍କ ପାଇଁ ଖେଳନା ନେଇ ଆସିବା। ଦୌଡ଼ି ଦୌଡ଼ି ଗଲୁ, ପୁଣି ଖେଳନା କିଣିକି ନେଇ ଆସିଲୁ। ସେଇଠି ପଛପଟେ ଛୁଆମାନେ ପୁଣି ଜୁଟି ଗଲେ। ସେମାନେ ତାଙ୍କର ଭିଡିଓ କଣ କରୁଛନ୍ତି, ମୁଁ ଆଉ କିଛି ଦେଖିନି। ପୁଣି ଏତିକି ବେଳକୁ ସମୟ ହେଇଥିଲା ସନ୍ଧ୍ୟା 4ଟା। ଆଉ ମା ବାହାରିଥିଲେ ମଣ୍ଡପରୁ ବାହାରକୁ ବିସର୍ଜନ ହବା ପାଇଁ। ଆଉ ଆଜ୍ଞା, ଆମ ଗାଁର ମହତ୍ୱପୂର୍ଣ୍ଣ ପରମ୍ପରା ହେଲା ଏଇ ଭସାଣୀ ଆମର କୌଣସି ବାହନ ବ୍ୟବହାର କରାଯାଏନି। ଆମର ସବୁ ଶ୍ରଦ୍ଧାଳୁ ମାନେ ମଣ୍ଡପରୁ ମାଙ୍କୁ କାନ୍ଦି କାନ୍ଦିକି ବାହାର କରିକି ଆଣନ୍ତି। ଆଉ ବିସର୍ଜନ ହବା ପର୍ଯ୍ୟନ୍ତ ମାନେ ପୋଖରୀ ପର୍ଯ୍ୟନ୍ତ କାନ୍ଦିକି ନିଅନ୍ତି। ଇଏ ହଉଛି ଆମ ଗାଁର ଗୋଟେ ଅନନ୍ୟ ପରମ୍ପରା। ଆଉ ଗୋଟେ ହେଲା ପାହାଡି ଯାତ୍ରା। ପାହାଡି ଯାତ୍ରା ମାନେ ଇଏ କେବଳ ଆମ ଗାଁରେ ହିଁ ହୁଏ। ଆଉ ଦେଖନ୍ତୁ ସାଙ୍ଗମାନେ, ଏଠି ନୂଆ ଲୁଗା ପାରିକି ଭକ୍ତମାନେ ତା ଉପରେ ଅଧିଆ ପଡିଛନ୍ତି। ଆମ ଗାଁରେ ଏଇଟା ମାନ୍ୟତା ଅଛି ଯେ ମା ଏଇ ନୂଆ ବସ୍ତ୍ର ଉପରେ ଚଢିକି ଯାଆନ୍ତି। ଆଉ ଏତେ ଆଶୀର୍ବାଦ ଦେଇକି ଯାଆନ୍ତି, ସେ ବସ୍ତ୍ରଟିକୁ ପିନ୍ଧିଲେ କୁଆଡେ ଭାରି ଶୁଭ ହୁଏ। ଆଉ ହଁ, ମୁଁ ବି ସବୁ ବର୍ଷ ମୋର ପାହାଡା ଲୁଗା ପକାଏ। ଆପଣମାନଙ୍କୁ ମୁଁ ନେକ୍ସଟ ଇୟର ନିଶ୍ଚିତ ସେୟାର କରିବି ମୁଁ ପାହାଡା କେମିତି ପକେଇଥିଲି। ଆଉ ହଁ, ଖରା ତରାକୁ ନ ମାନିକି ଦେଖୁନାହାନ୍ତି ଆମ ଛୁଆମାନେ ପାହାଡି ଯାତ୍ରା ଆଉ ଭସାଣୀ ଯାତ୍ରା ଭାରି ଏଞ୍ଜୟ କରିଥିଲେ। ଆଉ ଆମର ବନ୍ଧୁବାନ୍ଧବ ମାନେ ବି କିଏ କୁଆଡେ ସବୁ ଥିଲେ ପାଖରେ। ମୁଁ ଆଉ ଏତେ ଲୋକଙ୍କୁ କାହାକୁ ଦେଖିନି। ୟା ଭିତରେ ସନ୍ଧ୍ୟା ହେଇଯାଇଥିଲା। ଛୁଆ ମାନଙ୍କର ଏଇ ଦୋଳି ମାନେ ବୋଟିଂଟା ଟିକେ ବାକି ରହିଯାଇଥିଲା। ତାକୁ କଣ ଆମ ଛୁଆ ଛାଡିବେ, ଦେଖୁନାହାନ୍ତି। ତା ଭିତରେ ସେମାନେ ଯାଇକି ବୋଟିଂ ଫୋଟିଂ ସବୁ ସାରି ଦେଇଥିଲେ। ଆଉ ହଁ, ଖିଆପିଆ ସରିଲା ପରେ ଯିଏ ଯୁଆଡେ ଯିବା କଥା, ମାନେ ନା ଯାତ୍ରା ଦେଖିବାକୁ ନାଚ ଦେଖିବା ପାଇଁ ସବୁ ଅଧା ଲୋକ ପଳେଇଥିଲେ। ମୁଁ ତ ସେଗୁଡାକ ଯାଏନି। ଆଉ ଆମେ ଯାଇଥିଲୁ ଘରେ 2-4 ଜଣ, ମୁଁ ଆଉ ଛୁଆ 3 ଜଣ ମିଶିକି ଆମେ ପୁଣି ପଳେଇଥିଲୁ ଗୋଟେ କଣ କପ୍ ସେଟ୍ ଘରିଆ କିଣିବା ପାଇଁ। କପ୍ ସେଟ୍ ତ ମିଳିଲେନି। ଜଣେ ଭଣଜା ଦେଖାଇଲେ ଆମକୁ ଆଇସ୍କ୍ରିମ ଦେଖି ପଳେଇଥିଲେ। ଆଉ ଭିଡିଓ ଏଇଠି ଶେଷ କରୁଛି। ଭଲ ଲାଗିଲେ ଲାଇକ୍ ସେୟାର କରିବେ। ରହିଲୁ, ଜୟ ଜଗନ୍ନାଥ।